ବିଷୟ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ମହାତ୍ମା ଗାନ୍ଧୀଙ୍କର 154ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସରଳ ଓ ସହଜ ଭାଷଣଟିଏ ଦେଖିବା। ତେବେ ଚାଲନ୍ତୁ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସମ୍ମାନନୀୟ ସଭାପତି ମହୋଦୟ, ପ୍ରିୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି, ଉପସ୍ଥିତ ଭଦ୍ରମଣ୍ଡଳୀ, ମୋର ପ୍ରିୟ ସହପାଠୀ ତଥା ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ଗାନ୍ଧୀ ଜୟନ୍ତୀ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ମୋର ଶ୍ରେଣୀ ଶିକ୍ଷକ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ହେଉଛି ଅକ୍ଟୋବର 2 ତାରିଖ, ଯାହାକୁ ପ୍ରତିବର୍ଷ ସାରା ଭାରତରେ ଗାନ୍ଧୀ ଜୟନ୍ତୀ ରୂପେ ଅତି ସମ୍ମାନର ସହ ପାଳନ କରାଯାଏ। ଆଜି ହେଉଛି ଗାନ୍ଧୀଜୀଙ୍କର 155ତମ ଜନ୍ମ ଦିବସ। ସ୍ୱଚ୍ଛତା ପ୍ରେମୀ ଗାନ୍ଧୀଙ୍କ ସମ୍ମାନାର୍ଥେ ଏହି ଦିବସକୁ ସାରା ଭାରତରେ ସ୍ୱଚ୍ଛତା ଦିବସ ରୂପେ ମଧ୍ୟ ପାଳନ କରାଯାଏ। ତେବେ ତାହାଙ୍କ ଉଦ୍ଦେଶ୍ୟରେ ଏହି ପବିତ୍ର ଆୟୋଜନ। ପ୍ରଥମେ ତାଙ୍କ ସମ୍ପର୍କରେ ସମ୍ୟକ ଅବତାରଣା କରିବି। ଜାତିର ଜନକ ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର 2 ତାରିଖ ଦିନ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଥିଲା। ତାଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ପୁତୁଲିବାଇ ଥିଲା। ଗାନ୍ଧୀଜୀ ମାତ୍ର 13 ବର୍ଷ ବୟସରେ କସ୍ତୁରୀବାଈଙ୍କୁ ବିବାହ କରିଥିଲେ। ସେ ଇଂଲଣ୍ଡରୁ ଆଇନ ପାସ୍ କରିଥିଲେ। ଗାନ୍ଧୀଜୀ ଓକିଲାତି ବ୍ୟବସାୟ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ମାତ୍ର ଗୋରା ସରକାରଙ୍କର କଳା ଲୋକଙ୍କ ସହିତ ଖରାପ ବ୍ୟବହାର ତାଙ୍କୁ ଅତିଷ୍ଠ କରିଥିଲା ଓ ସ୍ୱଦେଶକୁ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ଭାରତ ପରାଧୀନ ଥିଲା। ଗୋରା ସରକାରଙ୍କ ଠାରୁ ନିଜ ମାତୃଭୂମିକୁ ଉଦ୍ଧାର କରିବା ପାଇଁ ସେ ସଂକଳ୍ପ କରିଥିଲେ। ଗାନ୍ଧୀଜୀ ସଦାସର୍ବଦା ଅହିଂସା ମାର୍ଗରେ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ତାଙ୍କର ମହାନ ନୀତି ଯୋଗୁଁ ଲୋକମାନେ ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ତେଣୁ ମହାତ୍ମା ଗାନ୍ଧୀଜୀ ନାମରେ ସବୁଠାରେ ସେ ପରିଚିତ ହେଲେ। ଗାନ୍ଧୀଜୀ ବିଭିନ୍ନ ପ୍ରକାରର ଆନ୍ଦୋଳନ କରି ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ଗାନ୍ଧୀଜୀ ସମସ୍ତଙ୍କୁ ସର୍ବଦା ଅହିଂସାର ମାର୍ଗ ଦର୍ଶନ କରାଇଥିଲେ। ତାଙ୍କର ଅହିଂସା ନୀତି ଫଳରେ ଶେଷରେ ସେ ଏ ଦେଶରୁ ଗୋରା ସରକାରଙ୍କୁ ବିତାଡ଼ିତ କରିବାରେ ସଫଳ ହୋଇଥିଲେ। ଶେଷରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଏ ଦେଶ ସ୍ୱାଧୀନ ହୋଇଥିଲା। 1948 ମସିହା ଜାନୁଆରୀ ମାସ 30 ତାରିଖ ଦିନ ଏକ ଆତତାୟୀର ଗୁଳିରେ ଗାନ୍ଧୀଜୀଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ କର୍ମମୟ ଜୀବନରେ ଲୋକଙ୍କ ପାଇଁ ଏତେ ଭଲ କାର୍ଯ୍ୟ କରିଥିଲେ ଯେ ଲୋକମାନେ ଖୁସିରେ ତାଙ୍କୁ ବାପୁ ବୋଲି ସମ୍ବୋଧନ କରୁଥିଲେ। ଆଜି ହେଉଛି ସେହି ମହାନ ବ୍ୟକ୍ତିଙ୍କର ଜନ୍ମ ଦିବସ। ଆଜିର ଏହି ଦିବସରେ ଆମେ ଶପଥ ନେବା ଯେ ଗାନ୍ଧୀଜୀଙ୍କର ଆଦର୍ଶ, ଚିନ୍ତାଧାରା ଓ ଦେଖିଥିବା ଅଖଣ୍ଡ ଭାରତର ସ୍ୱପ୍ନକୁ ପୂରଣ କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି ଏବଂ ସାରା ଭାରତକୁ ସ୍ୱଚ୍ଛ ଭାବରେ ପରିବର୍ତ୍ତନ କରିବା। ଧନ୍ୟବାଦ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ତାହା ସହିତ ଭିଡ଼ିଓଟିକୁ ମଧ୍ୟ ନିଜ ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରନ୍ତୁ, ଯାହା ଫଳରେ କି ଆପଣଙ୍କ ସାଙ୍ଗସାଥିମାନେ ମଧ୍ୟ ଗାନ୍ଧୀ ଜୟନ୍ତୀ ଭାଷଣ ଦେବାରେ ସାହାଯ୍ୟ ହୋଇପାରିବ। ଧନ୍ୟବାଦ।